ଦିନେ ଗୀତା ଚାଲି 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 ଦେଖିଲା ବାଟରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି। ସେ ରାମଙ୍କ ପ୍ରତିମୂର୍ତ୍ତି ପାଖକୁ ଧୀରେ 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 ଚାଲି ଆସି ତାଙ୍କ ପାଖରେ ହାତ ଯୋଡ଼ି କହିଲା, ଭଗବାନ, ମୁଁ ହେଉଛି ଗୋଟେ ନିରୀହ ପିଲା। ମୋର କାହା ପ୍ରତି କିଛି ହିଂସା କି କିଛି ନାହିଁ, କିନ୍ତୁ କେଜାଣି ମୋତେ ସମିତିଙ୍କ ଠାରୁ ଡର ଲାଗେ। କାଳେ ଯଦି କିଏ ମୋତେ ଆକ୍ରମଣ କରିବ, ତେବେ ମୁଁ ସେତେବେଳେ କ'ଣ କରିବି? ମୁଁ ଦେଖୁଛ ମୋ ନା ବଳ ଶକ୍ତି କିଛି ନାହିଁ। ତେବେ ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ, ଯେ ମୋତେ ବି ଶକ୍ତି ମିଳୁ। ମୁଁ ବି ଲଢ଼ିବାକୁ ଚାହୁଁଛି, ପିଲାଙ୍କ ସହିତ ଲଢ଼ିବାକୁ ଚାହୁଁଛି। ମୋତେ ଯିଏ ଯାହା କହୁ ମୁଁ ତାଙ୍କ ସାମ୍ନା କରିବାକୁ ଚାହୁଁଛି, କିନ୍ତୁ ଆପଣ ମୋତେ ସେତିକି ବଳ ତ ଦିଅନ୍ତୁ। ଆପଣ ମୋତେ ଯଦି ବଳ ଦେବେ ଓ ମୋତେ ସାହାଯ୍ୟ କରିବେ, ତେବେ ଆମ ଗାଁରେ ଯେଉଁ ଦୁଷ୍ଟ ଶକ୍ତି ସବୁ ଅଛନ୍ତି ତାଙ୍କ ସହିତ ମୁଁ ଲଢ଼ିପାରିବି। ମୋତେ କେବଳ ଆପଣଙ୍କ ସାହାଯ୍ୟ ଦରକାର, ମୋତେ ଆଉ କିଛି ଦରକାର ନାହିଁ। ଆପଣ ଖାଲି ମୋ ଉପରେ ଆଶୀର୍ବାଦ ରଖନ୍ତୁ। ଆପଣ ଜାଣିଛନ୍ତି ଆମ ଗାଁରେ ଲୋକମାନେ ଅତ୍ୟାଚାର କରୁଛନ୍ତି। ତ ଗୀତାର କଥା ଶୁଣିକି ପ୍ରଭୁ ଶ୍ରୀରାମ ମୂର୍ତ୍ତିରେ ଜୀବନ ଆସିଲା ଓ ଶ୍ରୀରାମ ସ୍ୱୟଂ ମୂର୍ତ୍ତିରେ ଆସି କହିଲେ, ଗୀତା, ମୁଁ ଜାଣେ ତୁ ମୋର ବଡ଼ ଭକ୍ତ। ତୁ ଡର ନା, ମୁଁ ତୋ ସାଥିରେ ଅଛି। ତୋର ଯେବେ ବି କିଛି ଅସୁବିଧା ହେବ, ତୁ ମୋରି ନାଁ ନେବୁ। ମୁଁ ସ୍ୱୟଂ ତୋ ପାଖରେ ପ୍ରକଟ ହେବି, ନହେଲେ ମୁଁ କାହାକୁ ଜଣକୁ ହେଲେ ପଠେଇବି ଯିଏ ତୋତେ ସାହାଯ୍ୟ କରିବ। ତେଣୁ କେବେ ଗୋଟେ କଥା ମନେ ରଖ, କେବେ କାହାକୁ ଡରିବୁନୁ। କାରଣ ତୋ ପାଖରେ ଅସୀମ ବଳ ଅଛି। କେବେ ନିଜକୁ କମଜୋର ବୋଲି ଭାବିବୁନୁ। ତୁ ଚାହିଁଲେ କିଛି ବି କରିପାରୁ। କମ କଥା ଶୁଣିପାରୁଛୁ ତ ଗୀତା? ଦୁନିଆରେ ଲୋକଙ୍କ ଠାରୁ ଡରିଲେ ଲୋକ ଆମକୁ ଅଧିକ ଡରାଇବେ। ତ ଗୀତା ଏ କଥା ଶୁଣି ଚାଲିଗଲା। କିଛି ବାଟରେ ଯାଉ ଯାଉ ତାକୁ ଗୋଟେ ବାଘ ଦେଖାଦେଲା, ମହାବଳ ବାଘ। ଗୀତା କହିଲା, ଆରେ ବାଘ ମାମୁଁ, ତମେ ମୋତେ କାହିଁ ଆସିଲ ଡରାଇବାକୁ? ତମେ ଜାଣିନା ଭଗବାନ ଶ୍ରୀରାମଚନ୍ଦ୍ର ମୋ ସାଥିରେ ଅଛନ୍ତି। ମୁଁ କାହାକୁ ଡରିବିନି। ଯଦି ତମେ ଏଠୁ ନ ଯିବ, ତେବେ ମୁଁ ଶ୍ରୀରାମଚନ୍ଦ୍ରକୁ ଡାକିବି, ନହେଲେ ମୁଁ ତମକୁ ଗୋଟେ ବିଧା ମାରିକି ଏଠୁ ଭଗାଇ ଦେବି। ତମେ ମୋତେ କ'ଣ ଭାବିଲ ମୁଁ ଗୋଟେ କମଜୋର ଝିଅ? ନାଇଁ 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 ମ, ମୁଁ କାହାକୁ ଡରେନା। ମୁଁ ହେଉଛି ଗୀତା, ତତେ ମାରିକି ଖୋଇଦେବି ପିତା। ଚିହ୍ନିନ ମୋତେ? ମୁଁ ଡରେନା କାହାକୁ ବି ଡରେନା। ବାଘ ମାମୁଁ, ତମେ ଯଦି ଭଲ ଚାହୁଁଛ, ତେବେ ଏଠୁ ଚାଲିଯାଅ, ନହେଲେ ଯେଉଁ ଭଳିଆ ମାଡ଼ ଖାଇବ, ଶ୍ରୀରାମ ଆସିକି ଏଠି ତମକୁ ନିଜେ ମାରିବେ। ଶୁଭାଯାଉନି ମୋ କଥା? ଏଠି ଠିଆ ହେଲ କାହିଁକି? ବଲ ବଲ କରି କାହିଁ ଅନେଇଛ? ଏଠୁ ଚାଲିଯାଅ। ଚାଲିଯାଅ କହିଲି ନା, ଚାଲିଯାଅ ଏଠୁ। ମୋ ଆଖି ଆଗରୁ ଚାଲିଯାଅ, ନହେଲେ ପ୍ରଭୁ ଶ୍ରୀରାମ ଆସିକି ତାଙ୍କ ଇଏରେ ତତେ ମାରିବେ। ବାଘ ମାମୁଁ ଗୀତାର କଥା ଶୁଣି କହିଲେ, ଆରେ ଗୀତା, ତୁ ମୋତେ କ'ଣ କହୁଛୁ ମାରିବାକୁ? ମୋତେ ବା ପ୍ରଭୁ ଶ୍ରୀରାମଚନ୍ଦ୍ର ପଠେଇଛନ୍ତି ତୋରି ସେବା କରିବା ପାଇଁ। ତୋ ସାଙ୍ଗରେ ମୁଁ ଅଛି ମୁଁ ଆସିଛି ତୋରି ସାହାଯ୍ୟ କରିବା ପାଇଁ। ଶ୍ରୀରାମଚନ୍ଦ୍ର କ'ଣ କହିଥିଲେ? ସେ ଯେତେବେଳେ ଆସିପାରିବେନି, ସେ କାହାକୁ ନା କାହାକୁ ପଠେଇବେ। ତେଣୁ ମୁଁ ଏବେ ତୋର ବଡ଼ିଗାର୍ଡ଼ ଭାବରେ ରହିବି। ତୁ କାହାକୁ ଡରିବୁନୁ। ମୁଁ ସବୁବେଳେ ଅଦୃଶ୍ୟ ହେଇକି ରହିବି। ମୁଁ କେବଳ ତତେ ଦେଖାଦେବି, ଆଉ କାହାକୁ ବି ଦେଖାଦେବିନି। ଶୁଣିପାରୁଛୁ ତ ମୋ କଥା? ତେଣୁ କାହାକୁ ଡରିବୁନୁ। ମୁଁ କେବଳ ତୋ ସାଙ୍ଗରେ ରହିବି, ତତେ ସାହସ ଯୋଗେଇବି। କିନ୍ତୁ ଅସଲି ଦୁନିଆରେ ତତେ ହିଁ ଲଢ଼ିବାକୁ ପଡ଼ିବ, ବୁଝିପାରିଲୁ? ତେଣୁ ମୁଁ ଗୋଟେ କଥା କହୁଛି ଶୁଣୁ, ଦୁନିଆରେ କାହାକୁ କେବେ ଡରିବୁନୁ, କାରଣ ଡରିଲେ ତୁ ହିଁ ହାରିବୁ। ମୁଁ କେବଳ ଏଇ ଭିଡ଼ିଓ ଦେଖୁଥିବା ସବୁ ଝିଅମାନଙ୍କୁ କହୁଛି, ତମେ କେବେ କାହାକୁ ଡରିବନି। ତମ ସାଥିରେ ସ୍ୱୟଂ ରାମଚନ୍ଦ୍ର ଅଛନ୍ତି, ଭଗବାନ ଜଗନ୍ନାଥ ଅଛନ୍ତି। ଡରିବ ନାହିଁ କେବେ କାହାକୁ, ବୁଝିପାରିଲ? ସବୁବେଳେ ସାହସ ସହିତ ଲଢ଼ିବ। ହଉ ସାଙ୍ଗମାନେ, ଗପ ଏଇଠି ସରିଲା। ଗୀତା ସବୁବେଳେ ଖୁସିରେ ରହିଲା। ଆପଣ ଯଦି ଭିଡ଼ିଓଟା ଭଲ ଲାଗିଥିବ, ତେବେ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିବେ, ଆଉ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ।